କେମିତି ମା ତାରିଣୀ ପଥର ପାଲଟି ଯାଇଥିଲେ। ସେ ନିଜ ଇଚ୍ଛାରେ ଶାଳୁଆ ମୂଳରେ ରହିଗଲେ। ଆଜି ଆସନ୍ତୁ ମା ତାରିଣୀଙ୍କ କାହାଣୀ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ଓଡ଼ିଶାର କେନ୍ଦୁଝର ଜିଲ୍ଲା ଘଟଗାଁରେ ଅବସ୍ଥିତ ମା ତାରିଣୀ ପୀଠ। ମା ତାରିଣୀ ହେଉଛନ୍ତି ସ୍ୱୟଂ ଦୁର୍ଗାଙ୍କ ଅବତାର। ଯେତେବେଳେ ରାମଚନ୍ଦ୍ର ମାତା ସୀତାଙ୍କୁ ରକ୍ଷା କରିବା ପାଇଁ ରାବଣ ସହିତ ଯୁଦ୍ଧ କରିବାକୁ ଯାଇଥିଲେ, ସେହି ସମୟରେ ଯୁଦ୍ଧ କରିବା ପୂର୍ବରୁ ରାମଚନ୍ଦ୍ର ମା ଦୁର୍ଗାଙ୍କୁ ପୂଜା କରିଥିଲେ। ମା ଦୁର୍ଗା ରାମଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ କହିଲେ, ମୁଁ ତୁମ ଆଗରେ ତାରିଣୀଙ୍କ ରୂପରେ ଆବିର୍ଭାବ ହେବି, କିନ୍ତୁ ଯଦି ତୁମେ ମୋତେ ଦେଖିବାକୁ ଚେଷ୍ଟା କରିବ, ମୁଁ ସେଇଠି ପଥର ପାଲଟିଯିବି। ରାମ ମାଙ୍କୁ ପ୍ରଣାମ କରିବାକୁ ଗଲେ, କିନ୍ତୁ ଉପରକୁ ଉଠିବା ସମୟରେ ଭୁଲରେ ତାଙ୍କ ଆଖି ଖୋଲିଗଲା ଓ ମା କହିଥିବା କଥା ସେଇଠି ମା ପଥର ପାଲଟିଗଲେ। ସେହିଦିନଠାରୁ ମା ଦୁର୍ଗା ତାରିଣୀ ରୂପରେ ପୂଜା ପାଉଛନ୍ତି। ଏହା ଥିଲା ପୌରାଣିକ କଥା। ଏବେ ଚାଲନ୍ତୁ ଜାଣିବା ମା ତାରିଣୀ ପୁରୀରୁ କେନ୍ଦୁଝର କେମିତି ଆସିଲେ। କେନ୍ଦୁଝରର ରାଜା ତ୍ରିଲୋଚନ ଭଞ୍ଜ। ତ୍ରିଲୋଚନ ଭଞ୍ଜଙ୍କ ମୃତ୍ୟୁ ପରେ ପୁତ୍ର ଗୋବିନ୍ଦ ଭଞ୍ଜ ରାଜ୍ୟଭାର ବହନ କଲେ। କିନ୍ତୁ ଗୋବିନ୍ଦ ଭଞ୍ଜ ଥିଲେ ମା ତାରିଣୀଙ୍କ ଭକ୍ତ। ସେ ସବୁବେଳେ ଚାହୁଁଥିଲେ ମା ତାରିଣୀଙ୍କୁ କେନ୍ଦୁଝରକୁ ଆଣିବା ପାଇଁ, କିନ୍ତୁ ରାଜ୍ୟଭାରର ବ୍ୟସ୍ତ ପାଇଁ ଏହା ସମ୍ଭବ ହୋଇପାରୁନଥିଲା। ଏଇଥିପାଇଁ ରାଜା ଗୋବିନ୍ଦ ଭଞ୍ଜ ସବୁବେଳେ ଦୁଃଖୀ ଥିଲେ। ଦିନେ ପୁରୀର ରାଜା ପୁରୁଷୋତ୍ତମ ଦେବ ରାଜା ଗୋବିନ୍ଦ ଭଞ୍ଜକୁ ଡକାଇ ପଠାଇଲେ। ସେ ଗୋବିନ୍ଦ ଭଞ୍ଜ ଉପରେ ଖୁସି ହୋଇ ତାଙ୍କୁ ଜୟ ରାଜା ଗୋବିନ୍ଦ ଭଞ୍ଜର ଉପାଧି ଦେଲେ। ପୁରୁଷୋତ୍ତମ ଦେବ କହିଲେ, ଆଠଗଡ଼ ଅଞ୍ଚଳ ମୁଁ ତୁମକୁ ଦାନ କରୁଛି। ଗୋବିନ୍ଦ ଭଞ୍ଜ କହିଲେ, ମହାରାଜ, ମୋତେ ଦେବାକୁ ଚାହୁଁଛନ୍ତି ଯଦି କାଞ୍ଚିରୁ ଆଣିଥିବା ମା ତାରିଣୀଙ୍କୁ ଦିଅନ୍ତୁ। ମୁଁ ମାଙ୍କୁ କେନ୍ଦୁଝର ନେବାକୁ ଚାହୁଁଛି। ପୁରୁଷୋତ୍ତମ ଦେବ କହିଲେ, ହେ ରାଜା, ମା ତାରିଣୀ ହେଉଛନ୍ତି ପାତାଳୀ। ସେ ନିଜ ଇଚ୍ଛାରେ ଏଠାକୁ ଆସିଛନ୍ତି। ତୁମେ ତାଙ୍କୁ କେମିତି ନେବ? ଏହା ଶୁଣି ଗୋବିନ୍ଦ ଭଞ୍ଜ ଦୁଃଖରେ ଭାଙ୍ଗି ପଡ଼ିଲେ। ସେ ତାରିଣୀଙ୍କ ପାଖକୁ ଯାଇ ତାଙ୍କ ଦୁଃଖ ଜଣାଇଲେ ଓ ପୂଜା କଲେ। ସେହିଦିନ ରାତିରେ ମା ତାରିଣୀ ରାଜା ପୁରୁଷୋତ୍ତମ ଦେବଙ୍କ ସ୍ୱପ୍ନରେ ଆସି କହିଲେ, ଗୋବିନ୍ଦ ହେଉଛି ମୋର ଭକ୍ତ। ମୁଁ ତା ସହ କେନ୍ଦୁଝର ଯିବି। ତୁମେ ତାକୁ ହଁ କୁହ। ପରଦିନ ସକାଳେ ରାଜା ଗୋବିନ୍ଦ ଭଞ୍ଜଙ୍କୁ ଡକାଇଲେ ଓ କହିଲେ, ଗୋବିନ୍ଦ ଭଞ୍ଜ, ତୁମେ ମହାନ, ଧନ୍ୟ ତୁମ ଭକ୍ତ, ଧନ୍ୟ ତୁମ ଜୀବନ। ମା ତାରିଣୀ ନିଜେ ତୁମ ସହିତ ଯିବା ପାଇଁ ରାଜି ହୋଇଛନ୍ତି ଏବଂ ତୁମେ ମାଙ୍କୁ ତୁମ ସହିତ ନେଇଯାଅ। ଏକଥା ଶୁଣି ଗୋବିନ୍ଦ ବହୁତ ଖୁସି ହୋଇଗଲେ। ସେ ମନେ ମନେ ଭାବିଲେ, ମାଙ୍କୁ କେମିତି ନେବି? ଏହାର ଉତ୍ତର ଜାଣିବା ପାଇଁ ସେ ତାରିଣୀଙ୍କ ପାଖକୁ ଗଲେ। ଠିକ୍ ସେହି ସମୟରେ ଶୂନ୍ୟବାଣୀ ହେଲା। ମା କୁହନ୍ତି, ଶୁଣ ଗୋବିନ୍ଦ, ମୁଁ ଯେମିତି କାଞ୍ଚିରୁ ପୁରୀ ଆସିଲି, ଠିକ୍ ସେମିତି ତୋ ସହିତ କେନ୍ଦୁଝର ଯିବି। ତୁ ଆଗେ ଆଗେ ଯିବୁ, ମୁଁ ତ ପଛେ ପଛେ ଘୋଡ଼ା ଉପରେ ବସିକି ଯିବି। କିନ୍ତୁ ତୁ ପଛକୁ ଦେଖିବୁନୁ, ନଚେତ୍ ମୁଁ ସେଇଠି ପଥର ପାଲଟି ଯିବି। ମୋ ପାଉଁଜିର ଶବ୍ଦ ଶୁଣି ତୁ ଜାଣିବୁ ମୁଁ ତ ପଛେ ପଛେ ଯାଉଛି। ଏସବୁ ଶୁଣି ଗୋବିନ୍ଦ ଭଞ୍ଜ ମାଙ୍କୁ ନେବା ପାଇଁ ବାହାରିଲେ। ରାଜା ଆଗେ ଆଗେ ଯାଉଥାନ୍ତି, ମା ପଛରେ ପଛରେ ଯାଉଥାନ୍ତି। କେନ୍ଦୁଝର ରାସ୍ତାରେ ଗଲାବେଳେ ଗୋଟେ ବିରାଟ ଶାଳବଣ ପଡ଼ିଲା। ସେଇଠି ମା ତାରିଣୀ ରାଜାଙ୍କୁ ପରୀକ୍ଷା କଲେ। ସେ ପାଉଁଜି ଶବ୍ଦକୁ ହଠାତ୍ ବନ୍ଦ କରିଦେଲେ। ରାଜା ପାଉଁଜିର ଶବ୍ଦ ନ ଶୁଣି ବ୍ୟସ୍ତ ହୋଇ ପଡ଼ିଲେ। ରାଜା କ'ଣ କଲେ ନା ପଛକୁ ଅନେଇ ଦେଲେ। ମା ତାରିଣୀ ସେଇଠି ପଥର ହୋଇଗଲେ। ମା ଶୂନ୍ୟବାଣୀ କଲେ, ଗୋବିନ୍ଦ, ତୁ ମୋ ମାୟାକୁ ନ ବୁଝି ପଛକୁ ଅନେଇଲୁ। ତୁ ଆଜିଠୁ ମୋତେ ଏହି ଶାଳ ଗଛ ମୂଳରେ ପୂଜା କରିବୁ। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ମା ସେଇଠି ପୂଜା ପାଉଛନ୍ତି। ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ।